ଆଜିର ଭିଡ଼ିଓରେ ସାବିତ୍ରୀ ବ୍ରତର ନିୟମ। ଏକ ନମ୍ବର ରହିଛି ସାବିତ୍ରୀ ବ୍ରତ କେବେ ପଡ଼ୁଛି। ପ୍ରତିବର୍ଷ ସାବିତ୍ରୀ ବ୍ରତ ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥିରେ ପଡ଼ିଥାଏ। ଚଳିତ ବର୍ଷ ସାବିତ୍ରୀ ବ୍ରତ ମେ 26 ତାରିଖରେ ପଡ଼ୁଛି। 2 ନମ୍ବର, ସାବିତ୍ରୀ ବ୍ରତ କେଉଁମାନେ କରିପାରିବେ। ପ୍ରତ୍ୟେକ ସଧବା ନାରୀମାନେ ସାବିତ୍ରୀ ବ୍ରତ କରିପାରିବେ। ନୂଆ ବୋହୂମାନେ ମଧ୍ୟ ବାହାଘର ପ୍ରଥମ ବର୍ଷ ଠାରୁ ସାବିତ୍ରୀ ବ୍ରତ ରଖିପାରିବେ। 3 ନମ୍ବର, ସାବିତ୍ରୀ ବ୍ରତରେ କେଉଁ ରଙ୍ଗର ଶାଢ଼ୀ ଚୁଡ଼ି ପୂଜା କରାଯାଏ। ସାବିତ୍ରୀ ବ୍ରତରେ ନାଲି ରଙ୍ଗର ଶାଢ଼ୀ ଚୁଡ଼ି ପୂଜା କରାଯାଏ। ପାର୍ବତୀଙ୍କର ପୂଜା କରୁଥିଲେ କଳା ଶଙ୍ଖା ପୂଜା କରିପାରିବେ। 4 ନମ୍ବର, ସାବିତ୍ରୀ ବ୍ରତରେ କେଉଁ ରଙ୍ଗର ବ୍ରତ ପୂଜା କରାଯାଏ। ହଳଦିଆ ବ୍ରତ ଏବଂ ନାଲି ବ୍ରତ ପୂଜା କରାଯାଏ। 5 ନମ୍ବର, ସାବିତ୍ରୀ ବ୍ରତରେ ଯମ ଦେବତାଙ୍କୁ ପୂଜା କରାଯାଏ କି ନାହିଁ। ସତ୍ୟବାନଙ୍କର ଜୀବନ ଫେରାଇ ଦେଇଥିଲେ ଧର୍ମରାଜ ଯମ। ସାବିତ୍ରୀ ସେଥିପାଇଁ ଯମ ଦେବତାଙ୍କୁ ପୂଜା କରିଥିଲେ। ସେଥିପାଇଁ ଧର୍ମରାଜ ଯମଙ୍କର ପୂଜା ଚାହିଁଲେ କରିପାରିବେ। 6 ନମ୍ବର, କେଉଁ ହାତରେ ସାବିତ୍ରୀ ବ୍ରତ ପିନ୍ଧିପାରିବେ। ସାବିତ୍ରୀ ବ୍ରତ ଡାହାଣ ହାତରେ ପିନ୍ଧିବା ଉଚିତ। 7 ନମ୍ବର, କେଉଁ ଦେବାଦେବୀଙ୍କୁ ସାବିତ୍ରୀ ବ୍ରତରେ ପୂଜା କରାଯାଏ। ଦେବୀ ସାବିତ୍ରୀ, ମାତା ଲକ୍ଷ୍ମୀଙ୍କୁ ଏବଂ ମା ପାର୍ବତୀଙ୍କୁ ପୂଜା କରାଯାଏ। ପ୍ରଭୁ ନାରାୟଣ, ପ୍ରଭୁ ଶିବଶଙ୍କରଙ୍କୁ ପୂଜା କରାଯାଏ। 8 ନମ୍ବର, କ'ଣ ପାଇଁ ସାବିତ୍ରୀ ବ୍ରତ ପାଳନ କରାଯାଏ। ସ୍ୱାମୀଙ୍କର ଦୀର୍ଘାୟୁ କାମନା ପାଇଁ ସାବିତ୍ରୀ ବ୍ରତ ପାଳନ କରାଯାଏ। ଜଣେ ସଧବା ନାରୀ ବଞ୍ଚିଥିବା ପର୍ଯ୍ୟନ୍ତ ସାବିତ୍ରୀ ବ୍ରତ ପାଳନ କରିପାରିବେ, ଯେପର୍ଯ୍ୟନ୍ତ ସେ ସଧବା ଥିବେ। 9 ନମ୍ବର, ସାବିତ୍ରୀ ବ୍ରତରେ କ'ଣ ଖାଇବା ଅନୁଚିତ। ରନ୍ଧା ହୋଇଥିବା ଖାଦ୍ୟ, ପିଆଜ, ରସୁଣ, ଚାହା, ପିତା, କଷା, ଥଣ୍ଡା ପାନୀୟ ଇତ୍ୟାଦି ଖାଇବା ଉଚିତ ନୁହେଁ। 10 ନମ୍ବର, ସାବିତ୍ରୀ ବ୍ରତରେ କ'ଣ କ'ଣ ଖାଇବା ଉଚିତ। ଫଳ ଜୁସ୍, ଶାଗୁପଣା, ଗଜାମୁଗ, ଗଜାବୁଟ ଖାଇପାରିବେ। 11 ନମ୍ବର, କେଉଁଠି ସାବିତ୍ରୀ ବ୍ରତ ପୂଜା କରାଯାଏ। ବରଗଛ ମୂଳରେ, ଘରେ କିମ୍ବା ମନ୍ଦିରରେ ପୂଜା କରାଯାଏ। 12 ନମ୍ବର, ସାବିତ୍ରୀ ବ୍ରତ ଦିନ କେଉଁ ଠାକୁରଙ୍କୁ ଦର୍ଶନ କରିବା ଭଲ ହୋଇଥାଏ। ଶିବଶଙ୍କର ଓ ପାର୍ବତୀ, ଲକ୍ଷ୍ମୀ ଏବଂ ନାରାୟଣଙ୍କ ଯୁଗଳ ମୂର୍ତ୍ତି ଦର୍ଶନ କଲେ ଶୁଭ ହୋଇଥାଏ। 13 ନମ୍ବର, ସାବିତ୍ରୀ ବ୍ରତରେ କେତେ ପ୍ରକାର ଫଳରେ ପୂଜା କରାଯାଏ। ସବୁ ପ୍ରକାର ଫଳରେ ପୂଜା କରାଯାଏ। ଅତି କମରେ 5 ପ୍ରକାର ଫଳରେ ପୂଜା କରାଯାଏ। 14 ନମ୍ବର, ସାବିତ୍ରୀ ବ୍ରତରେ କେତୋଟି ଗଣ୍ଠି ପଡ଼ିଥାଏ। ସାବିତ୍ରୀ ବ୍ରତ ଦିନ ସାବିତ୍ରୀ ବ୍ରତ ପ୍ରତ୍ୟେକ ମହିଳାମାନେ ଧାରଣ କରିଥାନ୍ତି। ବ୍ରତରେ 7ଟି ଗଣ୍ଠି ପଡ଼ିଥାଏ। ବ୍ରତକୁ ହଳଦୀରେ ବୁଡ଼ାଇ ବା ହଳଦିଆ ରଙ୍ଗର ବ୍ରତ ଧାରଣ କରିବା ଉଚିତ। 15 ନମ୍ବର, ସାବିତ୍ରୀ ବ୍ରତ କେଉଁଦିନ ଉଭାଯାଏ। ବ୍ରତ ସରିବାର ପରଦିନ
ଗାଧୋଇ ସାରି ଠାକୁର ଠାକୁରଙ୍କୁ ପୂଜା ସରିବା ପରେ ବ୍ରତ ଉଭେଇ ପାରିବେ। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଏହି ନିୟମମାନ ଜାଣନ୍ତୁ ଏବଂ କାର୍ଯ୍ୟରେ ଲଗାନ୍ତୁ। ଆପଣଙ୍କର ମଙ୍ଗଳ ହେବ। ଭିଡ଼ିଓଟିକୁ ସମ୍ପୂର୍ଣ୍ଣ ଦେଖନ୍ତୁ। ଭିଡ଼ିଓଟିକୁ ଲାଇକ୍, ସେୟାର ଏବଂ ସବସ୍କ୍ରାଇବ୍ କରିବା ପାଇଁ ଅନୁରୋଧ। ଏତିକିରେ ରହିଲି। ଧନ୍ୟବାଦ।